ମାଙ୍କଡ଼ଡିହା ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଙ୍କଡ଼ଡିହା ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତକାଲି ସାଙ୍ଗମାନଙ୍କ ସହ ପିକନିକ୍ କରିବା ଲାଗି ମାଙ୍କଡ଼ଡିହା ଜଳପ୍ରପାତ ଯାଇଥିଲେ। ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ଯୁବକ ଜଣକ। ମୃତ ଯୁବକ ଜଣକ ହେଲେ ପାଳାଖିମୁଣ୍ଡି ସେରି ସାହିର 25 ବର୍ଷୀୟ କଲ୍ୟାଣ ସତୀଶ କୁମାର ବୋଲି ଜାଣିବାକୁ ମିଳିଛି। ସାଙ୍ଗମାନେ ବହୁ ଖୋଜାଖୋଜି କରିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଗତକାଲି ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଯୁବକର କୌଣସି ସନ୍ଧାନ ମିଳିପାରିନଥିଲା। ପ୍ରବଳ ଶୀତ ଓ ରାତି ଅଧିକ ହୋଇଥିବାରୁ ଖୋଜାଖୋଜିରେ ବାଧା ସୃଷ୍ଟି ହୋଇଥିଲା। ଆଜି ସକାଳେ ଏକ ପଥର ସନ୍ଧିରୁ ଉକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ଉଦୟଗିରି ପୋଲିସ ପକ୍ଷରୁ କୁହାଯାଇଛି।